ସବୁଦିନ ମୁଁ ରୋଷେଇ ଘରେ ଖାଇକି କିଛି କହନ୍ତିନି। ଆଜି କହିଲେ ଯେ ଘରେ ଦୁଇ ପ୍ରକାର ଲାଗୁଛି। କ'ଣ ପାଇଁ କହିଲେ ଭିଡ଼ିଓଟା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ବୁଝିପାରିବେ। ଗ୍ୟାସରେ ସିନା ରୋଷେଇ କଲେ ସୁଖ୍ୟାତି, କିନ୍ତୁ ଖାଇବାର ତ ଟେଷ୍ଟ ନଥାଏ। ସିନୁ ଏଠି ଘର ଦ୍ୱାର ସବୁ ଓଳି ଦେଲା। ତାର ହେଉଛି ସକାଳର ଘର ଓଳିଆ କାମଟା। ମୋତେ ଟିକେ ସେ ଘର ଓଳିଆରେ ସାହାଯ୍ୟ କରିଦିଏ। ଆଜି ଘର ଦ୍ୱାର ଓଳିଆ ଓଳି କଲା ସମୟରେ ବହୁତ ବିରକ୍ତ ହେଇଯାଇଥିଲା। ବିଲେଇ ହଗି ଦେଇଥିଲା, ବିଲେଇକୁ ପୋଛିଲା ବୋଲି ସେଥିଲାଗି ମୋ ସାଙ୍ଗରେ ଟିକେ ପାଟିତୁଣ୍ଡ କଲା। ପରେ ମୁଁ ଆସିଲି ଗାଧେଇକି ଆସିକିରି ଲୁଗାପଟା ପିନ୍ଧିକିରି ସିନ୍ଦୁର ଫିନ୍ଦୁର ଲଗା ଲଗି କରିକି ସଜବାଜ ହେଇକି ବାହାରିଲି ରୋଷେଇ କରିବାକୁ। ଆଜି ହବ ରୋଷେଇ ମାଛ ଭଜା, ଡାଲି, ଶାଗ ଖରଡ଼ା। ମାଛ ଭଜା ହେଇଯାଇଥିଲା, ଡାଲି ହେଇଯାଇଥିଲା, ଶାଗ ଖରଡ଼ା ପାଇଁ ମୁଁ ସିଝା ବସେଇ ଦେଇଥିଲି, ଗ୍ୟାସଟା ସରିଗଲା। ତାପରେ ଆସିକି ବାରିପଟେ ଚୁଲିଟାକୁ ଲଗେଇଦେଲି। ଚୁଲିଟାକୁ ଲଗେଇ ଦେଇକିରି ତ ଡାଲି, ପରିବାପତ୍ର, ଶାଗ ଖରଡ଼ିବା ପାଇଁ ବସେଇଦେଲି ସିଝା। ସେ ତ ଆସିକି ସିଝି ଯାଇଥିଲା, ଆଉ ଥିଲା ଟିକେ ଛୁଙ୍କ ଦେବା ପାଇଁ। ଏଠି ଆଣିକି ମୁଁ ବସେଇଦେଲି ସେ ସିଝା ପରିବା ଡାଲିକି। ତାପରେ ଟିକେ ଘୋଟା ଘୋଟି କରିଦେଇକିରି ଛୁଙ୍କଟାକୁ ଦେଇଦେଲି। ଦେଇକି ଝିଅ କହିଲି ନେଇକି ତୁ ରଖିଦେ, ମୁଁ ଏପଟେ ସବୁ ଓଳିଆ ଓଳି କରିଦେବି, ସମସ୍ତଙ୍କୁ ଦେଇଦେବା ଖାଇବାକୁ, ବାପାକୁ, ଭାଇକି, ସମସ୍ତଙ୍କୁ। ତାପରେ ଆମେ ମାଝିଆ ଯାକ ଖାଇବା। ତାପରେ ଚୁଲିଟାକୁ ସେପଟେ ଥୋଉଥିଲି। ଝିଅ ଆସିଲା, କହିଲା ତୁ ଯା ଓଳାନି, ମୋ ଓଳିଆ ଓଳି କରିଦେବି, ତୁ ସେପଟେ ଦେଇଦେବି ବାପାଙ୍କୁ ଭାତ, ତାପରେ ତୋର ମୋର ଖାଇବା, ଆଉ ଭୋକ ଲାଗିଲାଣି। ତାପରେ ଝିଅ ଓଳେଇଲା, ମୁଁ ସେପଟେ ସମସ୍ତଙ୍କୁ ଖାଇବାକୁ ଦେଇଦେଇକିରି ଆମ ମା ଝିଅ ପାଇଁ ମୁଁ ଭାତ ବଢ଼ାବଢ଼ି କରିଲି। ତାପରେ ମୁଁ ଏଠି ଖାଇବାକୁ ବସିଲି। ଖାଇସାରିଲା ପରେ ଜାଣିଲି ଯେ ଦୁଇ ପ୍ରକାର ଲାଗୁଛି ସତରେ। କାହିଁକିନା ସେ ବାପ ପୂଜାକ ଖାଇଲା ବେଳେ କହିଲେ ତ ଏମିତି କ'ଣ ଲାଗୁଛି, ଡାଲି ଗୋଟେ ପ୍ରକାର, ଶାଗ ଗୋଟେ ପ୍ରକାର। ମୁଁ କହିଲି ତମ ପାଟିଟା ବୋଧେ ଅଲଗା ହେଇଗଲା। ସେ କହିଲେ ହଉ ତମେ ଖାଇଲା ପରେ ଜାଣିବ। ତାପରେ ମୁଁ ଜାଣିଲି ଯେ ଚୁଲିର ରୋଷେଇ ଏତେ ବଢ଼ିଆ ଲାଗେ। ସେତେବେଳେ ଚୁଲିରେ ରୋଷେଇ କରନ୍ତି, ସେତେବେଳେ କ'ଣ ଗ୍ୟାସ୍ ଥିଲା? ଏବେ ଯେଉଁ ସମସ୍ତଙ୍କର ଅଧିକାଂଶ ଲୋକଙ୍କର ଶୁଣିବ ଗ୍ୟାସ୍, ସେଥିଲାଗି ସମସ୍ତଙ୍କର ଗ୍ୟାସ୍ ସମସ୍ୟାଟା ଅଧିକ ହେଉଛି ଏଇ ଗ୍ୟାସ୍ ରୋଷେଇ ଖାଇ। ଏଇଟା ଠିକ୍ କି ଭୁଲ ମୋତେ ନିଶ୍ଚିତ କମେଣ୍ଟରେ କହିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।